मोर समस्त दर्शक बंधु मान को प्रभु जीशु नाम रे नमस्कार। आज मो सहित भाई सजीव विश्वासी भाई अछंती से किछि प्रभु को वाक्य देवे मुझे अनुरोध कली से मोर अनुरोध रक्षा करी आसिले मध्य भाई को अनेक अनेक धन्यवाद दिए। प्रथमे आरंभ रे आमने गोटा गीत शुणिबा जहाँकि अनेक पुराना गीत किंतु गीत केबे पुराना हुएनी। अनेक वर्षर पुराना गीत हेले मध्य आज से गीत समस्त मुहरे अच्छी झुलिल मो पाई क्रूसरे। किछि वर्ष तले मध्य आपण माने जानिथिबे सीडी बाहरी थिला हमर सचिन भाई तार म्यूजिक करिथिले सचिन दास। तो से सीडी पाई मध्य मु कंठदान करिथिली। प्रथम जेतबेले गीत बाहरी थिला कैसेट रे सेतबेले श्रीजुक्त प्रणव पटनायक गाइथिले गीतटी और से गीतटी मु प्रथम वर्तमान गाउची। तापर गीत परे भाई किछि वाक्य देबे। चलंतु आमने गीतटी को सुनिबा। झुलिल मो पाई क्रूसरे आहे मोर जीशु सुंदर। झरी गला झर झर कीर्ति तपतरु धीर। झुलिल मो पाई क्रूसरे रक्ते रंजित शरीर छूटे तहु प्रेमर धार। मोरा पाप धोइबा पाई मोरा पाप धोइबा पाई बहिथिला से धार धार। झरी गला झर झर कीर्ति तपतरु धीर। झुलिल मो पाई क्रूसरे प्रभु जीशु क्रूस बिलरे नहु मोर दर्प काहिरे। जेते प्रिय असार पेड़ी जेते प्रिय असार पेड़ी थुए पदे बार बार। झरी गला झर झर कीर्ति तपतरु धीर। झुलिल मो पाई क्रूसरे सहिल हे केते कषण नाही काही प्रेम सन करे दाबी तुमरी प्रेम करे दाबी तुमरी प्रेम। देह आत्मा मन मोर झरी गला झर झर कीर्ति तपतरु धीर। झुलिल मो पाई क्रूसरे आहे मोर जीशु सुंदर। झरी गला झर झर
କେତେ ତପତରୁ ଧୀର ଝୁଲିଲ ମୋ ପାଇଁ କ୍ରୁଶରେ। ଈଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ସୃଷ୍ଟି କଲେ, ଯାହା ଲିଖିତ ଅଛି ବାଇବଲର ଆଦି ପୁସ୍ତକରେ 1:26 ପଦରେ। ଆଉ ଈଶ୍ୱର ଯେତେବେଳେ ମନୁଷ୍ୟକୁ ସୃଷ୍ଟି କଲେ, ତାକୁ ସ୍ୱାଧୀନ ଭାବରେ ସୃଷ୍ଟି କଲେ ଏବଂ ତାହାକୁ ସେ ଉଦ୍ୟାନରେ, ଏଦନ ଉଦ୍ୟାନରେ ରଖିଲେ ଏବଂ ମନୁଷ୍ୟକୁ ସମସ୍ତ ବୃକ୍ଷର ଫଳ ଖାଇବ, କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ବୃକ୍ଷର ଫଳ ଖାଇବାକୁ ବାରଣ କରିଥିଲେ। କିନ୍ତୁ ମନୁଷ୍ୟ କାଳକ୍ରମରେ ଆମମାନଙ୍କର ଏହି ଉଦ୍ୟାନରେ ଯେତେବେଳେ ଈଶ୍ୱର ତାଙ୍କ ସହିତ କଥୋପକଥନ କରୁଥିଲେ, ଈଶ୍ୱର ତାଙ୍କର ସ୍ୱହସ୍ତ ନିର୍ମିତ ମନୁଷ୍ୟକୁ ପ୍ରେମ କରୁଥିଲେ, ଜାଗ୍ରତ କରୁଥିଲେ, ପ୍ରାଧାନ୍ୟ ଦେଉଥିଲେ। ଏହା ଶୈତାନ ଗୋଟିଏ ଦୂତ ଲୁସିଫର, ଯାହା ସ୍ୱର୍ଗରୁ ଏହି ଈଶ୍ୱରଙ୍କର ଏବଂ ମନୁଷ୍ୟର ସମ୍ବନ୍ଧକୁ ଦେଖି ଜର୍ଜରିତ ହେଲେ ଓ ମଧ୍ୟ ମନରେ ଈର୍ଷା ଭାବ କଲେ। ଏହି ହେତୁରୁ ଏହି ଲୁସିଫର ନାମକ ସ୍ୱର୍ଗୀୟ ଦୂତ ଈର୍ଷା ଭାବ ଦ୍ୱାରା ସ୍ୱର୍ଗରୁ ପତିତ ହୋଇ ପୃଥିବୀରେ ପତିତ ହୋଇକି ପଡ଼ିଲେ ଏବଂ ପୃଥିବୀରେ ତାଙ୍କ ନାମ ଶୈତାନ ବୋଲି ଖ୍ୟାତ ହେଲା। ଏବଂ ଏହି ଶୈତାନ ବା ସ୍ୱର୍ଗୀୟ ପତିତ ଦୂତ ଲୁସିଫର ମନୁଷ୍ୟକୁ ତାର ଗୋଟିଏ ମାତ୍ର କାର୍ଯ୍ୟ ଥିଲା ଯେ ଈଶ୍ୱରଙ୍କ ସ୍ୱହସ୍ତ ନିର୍ମିତ ମନୁଷ୍ୟକୁ କେମିତି ଈଶ୍ୱରଙ୍କ ଠାରୁ ବହୁ ଦୂରକୁ ନେଇଯିବ, ଈଶ୍ୱରଙ୍କର ପ୍ରେମରୁ ତାକୁ କାଢ଼ି ନେଇଯିବ ଏବଂ ମନୁଷ୍ୟକୁ ପଦଦଳିତ କରିଦେବ ଆଉ ମନୁଷ୍ୟକୁ ଈଶ୍ୱରଙ୍କର ଆଜ୍ଞା ବିରୁଦ୍ଧରେ ବିରୁଦ୍ଧାଚରଣ କରିବ। ଏହା ହିଁ ତାର ମୁଖ୍ୟ କାର୍ଯ୍ୟ ଥିଲା ଏବଂ ଇତିମଧ୍ୟରେ ଏହା କରିବା ଦ୍ୱାରା ଈଶ୍ୱରଙ୍କ ଦୃଷ୍ଟିରେ ମନୁଷ୍ୟ ପତିତ ହେଲା ଆଉ ପାପୀ ବୋଲି ଗଣିତ ହେଲା, ଯେହେତୁ ସେ ଯୋଉ ଫଳ ଖାଇବା ପାଇଁ ଈଶ୍ୱର ତାକୁ ମନା କରିଥିଲେ, ସେଇ ଫଳ ଶୈତାନର ପ୍ରରୋଚନାରେ ସେଇ ଫଳକୁ ସେ ଖାଇ ନିଜେ ପାପୀ ରୂପେ ପରିଗଣିତ ହେଲା। ଏବଂ ସେଇ ଦିନ ଠାରୁ ମନୁଷ୍ୟ ଆଉ ସେ ଯୋଉ ଈଶ୍ୱରଙ୍କର ସ୍ୱହସ୍ତ ନିର୍ମିତ ଯୋଉ ଉଚ୍ଚ କୋଟିର ମଣିଷ ଥିଲା, ସିଏ ନିମ୍ନ କୋଟିର ହୋଇଗଲା ଏବଂ ତାହାର ପାପ ସକାଶୁ ସେ ଆଉ ଈଶ୍ୱରଙ୍କ ରାଜ୍ୟରେ ବା ଈଶ୍ୱରଙ୍କର ନିକଟବର୍ତ୍ତୀ ନ ହୋଇ ସେ ଦୂରକୁ ଦୂର ଚାଲିଯାଇ ପାପୀ ମଣିଷ ହୋଇ ନର୍କଗାମୀ ହେଲା। କିନ୍ତୁ ଈଶ୍ୱର ଏହା ଦେଖି ବହୁତ ଦୁଃଖିତ ହେଲେ। ଯେମିତିକି ଉଦାହରଣ ସ୍ୱରୂପ, ଯଦି କୌଣସି ପିତାଙ୍କର ପୁତ୍ର ହଉ ବା ଝିଅ ହଉ, ଯେତେବେଳେ ସେ ତାଙ୍କୁ ପିତାଙ୍କ ଠାରୁ ଦୂରରେ ଚାଲିଯାଏ ବା ଦୁଷ୍ଟ କାମରେ ଲିପ୍ତ ରୁହେ, ସେତେବେଳେ ନିଶ୍ଚିତ ଭାବରେ ପିତାଙ୍କୁ ବହୁତ ଦୁଃଖ ଲାଗିଥାଏ। ଆଉ ଏହି ପ୍ରକାର ଆମମାନଙ୍କର ଯିଏ ସୃଷ୍ଟିକର୍ତ୍ତା ପିତା ପରମେଶ୍ୱର, ସିଏ ମଧ୍ୟ ବହୁତ ଦୁଃଖିତ ହୋଇ ଏକ ପ୍ରାୟଶ୍ଚିତର ଯୋଜନା ନିଜ ମନରେ ତିଆରି କଲେ ଏବଂ ଏହି ପ୍ରାୟଶ୍ଚିତର ଯୋଜନା ଯଦି ଆମେ କହିବା, ପୃଥିବୀର ସବୁଠାରୁ ଦୀର୍ଘତମ ଯୋଜନା ଅଟେ। କାରଣ ମନୁଷ୍ୟର ସୃଷ୍ଟି ଠାରୁ ତାଙ୍କର ଯୋଉ ଯୋଜନା ଥିଲା, ସେ ନିଜେ ସ୍ୱୟଂ ନିଜର ପୁତ୍ର ପ୍ରଭୁ ଯୀଶୁଙ୍କ ଦ୍ୱାରା ହିଁ ଏହି ପରିତ୍ରାଣର ମନୁଷ୍ୟର ଯୋଉ ପତିତ ମଣିଷକୁ ପୁଣି ଥରେ ଉଠାଇବା ପାଇଁ ସେ ଯୋଉ ଯୋଜନା କଲେ, ପାଖାପାଖି 5000 ବର୍ଷ ଲାଗିଥିଲା। ତେଣୁ ଏଇ ଯୋଉ 5000 ବର୍ଷ ମଧ୍ୟରେ ଯୋଉ ଲୁସିଫର କଥା ମୁଁ ପୂର୍ବରୁ କହିଥିଲି, ଯିଏକି ସ୍ୱର୍ଗୀୟ ପତିତ ଦୂତ, ଯିଏକି ପୃଥିବୀରେ ଶୈତାନ ବୋଲି ଖ୍ୟାତ ହେଲା, ସେ ମନୁଷ୍ୟର ମନରେ ତାଙ୍କର ଗୋଟିଏ ବିରୁଦ୍ଧାଚରଣ, ଈଶ୍ୱରଙ୍କର ଯୋଜନାର ଓଲଟା ଠିକ୍ ବିପରୀତ ଯୋଜନାକୁ ମନୁଷ୍ୟର ହୃଦୟ, ମନ ଏବଂ ଶରୀରରେ ପରିପୂର୍ଣ୍ଣ କଲା। ଯଥା এই ଯୋଉ ପାପ କଲ ମନୁଷ୍ୟ, ଯୋଉ ଈଶ୍ୱରଙ୍କର ଅନାଜ୍ଞାବହ ହେଲ, ଯୋଉ ଫଳ ଖାଇବା ପାଇଁ ବାରଣ କରିଥିଲେ, ସେଇ ଫଳ ଶୈତାନ ଦ୍ୱାରା ପରୀକ୍ଷିତ ହୋଇ ଖାଇଲା
जो फल मनीष पतित है तार प्रायश्चित निहाती करिवार आवश्यक अछि बोली मनुष्यर मनरे ताको शैतान पुरैला एवं ए भूल तथ्य भूल प्रायश्चितर माध्यम भूल प्रायश्चितर बाट देखाइला जथा विभिन्न पशु बलि विभिन्न प्राण बलि जथा बेले बेले आम माने देखुछु आम मानकर पूर्व समाज रे आम मानकर मनुष्य सभ्यतार नरबली मध्य देउथिले तेणु ए सब भूल बाट शैतान आम मानकर पूर्व पुरुष मानकर मध्य प्रवेश करैला जे ए पथ दे गले तुम माने जो पाप कल तुम मानकर जो सृष्टिकर्ता परमेश्वरंकर आज्ञा लंघन कल एई पथ द्वारा तुम माने परित्राण पाइब बोली एक भूल रास्ता रे अगणित मनुष्य मानक नहीं गला किंतु परमेश्वर यह होची आम मानकर दुईटी जीवन को सूचाए गोटे होची जागतिक जीवन आउ गोटे होची आम मानकर आत्मिक जीवन जेतेबेले आम माने मनुष्य ए शैतान रो प्ररोचना रे जो ईश्वरंकर अनाज्ञा भ हेलु तो द्वारा आम माने पतित हेलु अर्थात जदि आम माने कहिबा गीतार जदि 15 अध्याय 16 वचन रे लिखा अछि क्षार मनीष और अक्षर मनीष क्षर मनीष और अक्षर मनीष हेले जेतेबेले आम माने ईश्वरंकर बा आम मानकर सृष्टिकर्तांकर विरुद्धाचरण कलु तांकर आज्ञा को लंघन कलु सेतेबेले आम मानकर जो जीवन क्षर हो गला अर्थात एई जगत रे क्षणस्थायी हो गला एवं आम मानकर एई जीवन रे जीवन मृत्यु रे आम मानकर जीवन सीमित रहिला आउ आम माने अनंत जीवन जथा अक्षर जीवन को आउ आम माने पाई पारिलु नाही तेबे किंतु ए जो शैतान आम मान को भूल बाट देखैतिला किंतु ताहारी विरुद्ध रे ईश्वर जो योजना कले ताहाको होची आम मानकर जीवन रे जो आत्मिक जीवन आम माने हरैथिलु जो शैतान रो प्ररोचना द्वारा आम माने पतित मनीष हेलु ताकू पुणी थरे अनंत जीवन रो अधिकार बा क्षर अक्षर मनीष हेबा पई पुणी थरे ईश्वरंकर आशीर्वाद रही अछि जेतु आमे माने जदि आम माने निजर परित्राण निजर बुद्धि निजर ज्ञान निजर बलरे आमे केबे हे निजर प्रायश्चित करि पारु नाहु कारण जदि आम माने आम मानकर निजर परित्राण बा आम मानकर जो क्षर जीवन रो अक्षर जीवन को जदि जाऊ निजे जदि करि दे पारु ताले ईश्वरंकर ए पृथ्वी रे कोनोसी आवश्यक न थांता तेणु ये जो आम मानकर आत्मिक जीवन को ए जो क्षर जीवन को अक्षर जीवन जहाँ गीतारे मध्य लिखित अछि ताकू जदि आम मानकर अक्षर जीवन बा अनंत जीवन को जदि आम माने नहीं जाओ बा अनंत जीवन जेतेबेले हो आम मानकर सृष्टिकर्तांक सहित पुनर्बार आम माने मिलन करी तांकर राज्य रे शांति मैत्री एवं अनंत जीवन रो अधिकारी पुणी थरे हेबु यह ही ईश्वरंकर योजना थिला एवं से स्वयं निज पुत्र यीशु ख्रीष्ट आम मानकर त्राणकर्ता प्रभु यीशु ख्रीष्ट होइके आम मान को आसिले यह मध्य आम मानकर लिखा जाइछि जे पृथ्वी रे एवं स्वर्ग रे एपरि कोनोसी नाम दिया जाय नै जे कि मनुष्य मानकर परित्राण करि परिबो केवल ईश्वरंकर पुत्र आम्भ मानकर त्राणकर्ता प्रभु यीशु ख्रीष्ट ही मनुष्यर प्रायश्चितर परित्राण करि परिबे आम मान को पापरो मुक्त करि परिबे यह आम मानकर लिखा होइछि आम मानकर प्रेरित अध्याय मध्य लिखा होइछि एवं आम मानकर लिखा होइछि माथ्यू 1 पर्व 2 पदरे लिखा अछि जे मनुष्य ए जगत रे मनुष्य मानक ठारे काहारी ठारे मध्य ए नाम दिया जाय नाही जे कि आम मानकर परित्राण करि पारे आ आम मानकर ए जो क्षर मनुष्य को अक्षर मनुष्य रे परिपूर्ण करिबा दायित्व बा अधिकार केवल यीशु ख्रीष्ट को दिया जाय अछि तेणु आम माने ए पृथ्वी रे मनुष्यर सृष्टि थारू जेते आसिलु आउ आम मानकर वाक्य रे मध्य लिखाई अछि एवरी ताहार 10 पर्व 4 पदरे जे मनुष्यर पशु बलि द्वारा बा विभिन्न रक्तर बलि द्वारा केही मध्य परित्राण करि पारे नाही बा रक्त जो पशु मानकर रक्त जे मनुष्यर परित्राण करिवो या असंभव
କିନ୍ତୁ ଯଦି ଆମେ ଦେଖୁଛୁ ତାହେଲେ ଆମେ ଏଭ୍ରି 9:12 ଦେଖାଯାଉଛି ଯେ ଈଶ୍ୱର ଆମମାନଙ୍କର ସମସ୍ତ ମଣିଷର ସର୍ବ ଜଗତର ମଣିଷକୁ ଯେତେବେଳେ ଆମେ ଶୈତାନ ଦ୍ୱାରା ପାପରେ ପତିତ ହେଲୁ, ତାକୁ କେବଳ ଏକମାତ୍ର ସ୍ୱୟଂ ଈଶ୍ୱର ଯେ ଯୀଶୁଖ୍ରୀଷ୍ଟ ତାଙ୍କର ନିଖୁନ୍ତ ରକ୍ତ ଦ୍ୱାରା, ତାଙ୍କର ପାପ ବିହୀନ ରକ୍ତ ଦ୍ୱାରା, ତାଙ୍କର ଶରୀରରେ ବା ରକ୍ତରେ ପାପର ଲେଶ ମାତ୍ର ନଥିଲା, ସିଏ ହିଁ କେବଳ ପାପୀ ମଣିଷକୁ ଉଦ୍ଧାର କରିପାରିବେ। ଏବଂ ଯୋଉ ରକ୍ତରେ ବା ଯୋଉ ମଣିଷରେ ବା ଯାହା ଦେହରେ କିଛି ପାପର ଲେଶ ଅଛି, ସେ କଦାପି ଆମମାନଙ୍କ ପାପୀ ମାନଙ୍କର ବା ପାପୀ ମନୁଷ୍ୟକୁ ସେ ପରିତ୍ରାଣ କରିପାରେ ନାହିଁ। ଏହା ହେଉଛି ଆମମାନଙ୍କର ଖ୍ରୀଷ୍ଟ ଧର୍ମର ମୂଳ ବିଶ୍ୱାସ ଅଟେ। ତେଣୁ ପ୍ରିୟ ବନ୍ଧୁଗଣ, ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହେଁ, ମୋର ଯେତେ ପ୍ରିୟମାନେ ୟୁଟ୍ୟୁବରେ ଦେଖୁଛନ୍ତି ସମସ୍ତଙ୍କୁ କହିବାକୁ ଚାହେଁ ଯେ ଯଦି ଆମେ କ୍ଷର ମଣିଷକୁ ଅକ୍ଷର ମଣିଷ ରୂପେ ପରିବର୍ତ୍ତିତ ହେବା ବା ଆମମାନଙ୍କର ଅନ୍ଧକାରରୁ ଆଲୁଅକୁ ଯିବା ବା ଆମେ ଅସତ୍ୟରୁ ସତ୍ୟକୁ ଯଦି କେହି ନେଇଯାଏ, ତାହେଲେ ଆମମାନଙ୍କର ଏକମାତ୍ର ନାମ ଦିଆଯାଇଅଛି, ସେ ହେଉଛନ୍ତି ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁ ସେ ଏକାଥରେ ଆମମାନଙ୍କୁ ମୁକ୍ତି ଦେବା ଦ୍ୱାରା ଆମେମାନେ ଆମମାନଙ୍କର ଅନ୍ଧକାରରୁ ଆଲୁଅରେ ପ୍ରବେଶ କରିଅଛୁ ଏବଂ ଆମମାନଙ୍କର ଆତ୍ମା ମର ଶରୀରରୁ ଅମରତ୍ୱକୁ ଯାଇଅଛି ଓ ମଧ୍ୟ ଆମମାନେ ଅକ୍ଷର ମଣିଷରୁ ଅକ୍ଷର ମଣିଷକୁ ପରିବର୍ତ୍ତିତ ହୋଇଅଛୁ। ଆମମାନଙ୍କର ଏହି ମର ଶରୀରରୁ ଅନନ୍ତ ଜୀବନକୁ ଯାଇ ପୁନର୍ବାର ଆମମାନଙ୍କର ଯୋଉ ସୃଷ୍ଟିକର୍ତ୍ତା, ଯୋଉ ଉତ୍ତମ ସୃଷ୍ଟି ନିଜେ ସୃଷ୍ଟିକର୍ତ୍ତା କହିଛନ୍ତି ଯେ ଯେତେ ସୃଷ୍ଟି ହୋଇଅଛି ପୃଥିବୀରେ ସର୍ବୋତ୍ତମ ଉତ୍ତମ ସୃଷ୍ଟି ହେଉଛି ମଣିଷ। କିନ୍ତୁ ମଣିଷ ସେହି ଶୈତାନର ପ୍ରରୋଚନାରେ ଈଶ୍ୱରଙ୍କ ଠାରୁ ଅର୍ଥାତ ସୃଷ୍ଟିକର୍ତ୍ତାଙ୍କ ଠାରୁ ଦୂରକୁ ଚାଲି ଯାଇଥିଲା। ତାପରେ କିନ୍ତୁ ଯେତେବେଳେ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା ପାପ ବିହୀନ, ପାପର ଲେଶ ନଥିଲା ତାଙ୍କର ରକ୍ତରେ, ସେ ଯେତେବେଳେ ତାଙ୍କର ବହୁମୂଲ୍ୟ ରକ୍ତକୁ ଆମ୍ଭମାନଙ୍କୁ କ୍ରୁଶରେ ଢାଳିଲେ, ସେତେବେଳେ ପୁଣି ଥରେ ଆମମାନଙ୍କର ଜୀବନ କ୍ଷର ଜୀବନ ଅକ୍ଷରରେ ପରିପୂର୍ଣ୍ଣ ହେଲା। ଆମମାନେ ଯୋଉ ପତିତ ଥିଲୁ, ଆମମାନଙ୍କର ପିତା ଯଥା ଆମମାନଙ୍କର ସୃଷ୍ଟିକର୍ତ୍ତା ଠାରୁ ଦୂରେଇ ଯାଇଥିଲୁ, ପୁଣି ଥରେ ତାଙ୍କ ସହିତ ଆମମାନେ ମିଳିତ ହୋଇ ତାଙ୍କର ସ୍ୱର୍ଗ ରାଜ୍ୟରେ ତାଙ୍କର ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହୋଇ ସେ ଯୋଉ ସ୍ଥାନରେ ଅଛନ୍ତି, ଈଶ୍ୱର ସ୍ୱର୍ଗରେ ବାସ କରନ୍ତି ଏବଂ ସେହି ସ୍ୱର୍ଗୀୟ ସ୍ଥାନରେ ସେ ଆମ୍ଭମାନଙ୍କୁ ନେବା ପାଇଁ ସଦାସର୍ବଦା ମୃତ୍ୟୁ ତାଙ୍କର ଜନ୍ମ ପୂର୍ବରୁ ଆମମାନଙ୍କୁ ପ୍ରତିଜ୍ଞା କରିଥିଲେ ଏବଂ ତାଙ୍କର କ୍ରୁଶ୍ୟ ମୃତ୍ୟୁ ଦ୍ୱାରା ପୁଣି ଥରେ ସେ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କ ହସ୍ତରେ ଆମମାନଙ୍କର ଯୋଉ ବହୁମୂଲ୍ୟ ଜୀବନ ଅର୍ଥାତ୍ ମଣିଷ ଜୀବନ ତାଙ୍କ ହସ୍ତରେ ଦେଇ ଆମମାନଙ୍କୁ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଆମମାନଙ୍କୁ ସୁଯୋଗ ଦେଲେ। ତେଣୁ ପ୍ରିୟ ଭାଇମାନେ, ଗୋଟିଏ ବିଷୟ ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ ଆମମାନେ ଯଦି ସ୍ୱୟଂ ମନ ଫେରଣ ନ କରିବୁ, ତାହେଲେ ଈଶ୍ୱର ଆମମାନଙ୍କୁ ଜୋର ଜବରଦସ୍ତ କରନ୍ତି ନାହିଁ। ସେ ସ୍ୱାଧୀନ ଭାବରେ ଆମମାନଙ୍କୁ ସୃଷ୍ଟି କରିଥିବାରୁ, ଆମମାନଙ୍କୁ ବୁଦ୍ଧି ଜ୍ଞାନ ଦେଇଥିବାରୁ ଆମମାନେ ଆଜି ଏହି ଆମମାନଙ୍କର ଯୋଉ ପାପମୟ ଜୀବନ ଅଛି ବା ଯୋଉ ଈଶ୍ୱରଙ୍କର ଆଜ୍ଞା ବହନକୁ ଆମମାନେ ଉଲ୍ଲଂଘନ କଲୁ, ଆଜ୍ଞାକୁ ଉଲ୍ଲଂଘନ କଲୁ, ସେଇଠାରୁ ଆଜି ଆମମାନେ ଯଦି ମନ ଫେରଣ କରିବୁ ଯେ ଆମମାନେ ପ୍ରଭୁ ତୁମ ବିରୁଦ୍ଧରେ ଆମମାନେ ଆଜ୍ଞା ଲଙ୍ଘନ କରିଅଛୁ ଏବଂ ତୁମର ସେଇ ମହତ୍ ଉଦ୍ଦେଶ୍ୟକୁ ବୁଝିପାରୁନାହୁଁ, ସେଇ ମନକୁ ଯଦି ଆମେ ଫେରଣ କରି ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯଦି ସ୍ୱୀକାର କରିବୁ ଯେ ଈଶ୍ୱର ହେଉଛି ଯୀଶୁଖ୍ରୀଷ୍ଟ ହେଉଛି ଈଶ୍ୱରଙ୍କର ସନ୍ତାନ ଏବଂ ସେ ଆମମାନଙ୍କ ନିମନ୍ତେ ପରିତ୍ରାଣ କାର୍ଯ୍ୟ ସାଧନ କରିଅଛନ୍ତି, ଯଦି ତାଙ୍କ ପାଖରେ ପ୍ରାର୍ଥନା କରି ମନ ଫେରଣ କରି ଆମମାନଙ୍କର ପୂର୍ବ ପାପକୁ ସ୍ୱୀକାର କରିପାରିବୁ, ତାହେଲେ ସେ ଯୀଶୁଖ୍ରୀଷ୍ଟ ଆମମାନଙ୍କର ସାମର୍ଥ୍ୟ ଈଶ୍ୱର ଯିଏକି ତାଙ୍କ ଆମକୁ ପୁତ୍ର ବୋଲି ସମ୍ବୋଧନ କରିବେ। ଆଉ ଆମମାନେ ତାଙ୍କଠାରୁ ଆଉ ଦାସ ନୁହଁ, କିନ୍ତୁ ତାଙ୍କର ପୁତ୍ର ଥିବା ଯୋଗୁଁ ତାଙ୍କର ସମସ୍ତ ଅଧିକାର ଆମକୁ ଦତ୍ତ ହୋଇଅଛି। ତଥା ସର୍ବ ମଣିଷକୁ ଯଦି ଈଶ୍ୱରଙ୍କର ଅଧିକାର କିଏ ଦତ୍ତ କରିବା ପାଇଁ ସିଏ ଯଦି ପ୍ରତିଜ୍ଞା କରିଅଛନ୍ତି, ସିଏ ହେଉଛି ଯୀଶୁଖ୍ରୀଷ୍ଟ, ଯିଏକି ଈଶ୍ୱରଙ୍କର ସମସ୍ତ ଅଧିକାର ତାଙ୍କର ସୃଷ୍ଟିର ମାନବ ଜଗତର ମାନବକୁ ସେ ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି। ଏହା ଆଜି ମୋର ସମସ୍ତ ଭାଇ ଭଉଣୀମାନଙ୍କୁ ମୋର ଈଶ୍ୱରୀୟ ଆତ୍ମିକ ବାର୍ତ୍ତା ଅଟେ। ଧନ୍ୟବାଦ।
ଏବେ ଭାଇଙ୍କୁ ଅନୁରୋଧ କରିବି ସଂକ୍ଷେପରେ ପ୍ରାର୍ଥନା କରିବେ, ତାପରେ ଆମେ ଶେଷ କରିବା। आहे ଆମମାନଙ୍କର ଅତ୍ୟନ୍ତ ପ୍ରେମିକ ପିତା ପରମେଶ୍ୱର, ହାଲେଲୁୟା। ଧନ୍ୟବାଦ ଦଉଛୁ ପିତା ପରମେଶ୍ୱର। ପ୍ରଭୁ ତୁମରି ସୃଷ୍ଟି ପ୍ରଭୁ ଆମେ ପିତା, ହାଲେଲୁୟା। ହଁ ପ୍ରଭୁ ସମସ୍ତ ସୃଷ୍ଟିର ସର୍ବଶ୍ରେଷ୍ଠ ପ୍ରାଣୀ ହେଉଛି ଆମ୍ଭେମାନେ ପିତା ପରମେଶ୍ୱର। କିନ୍ତୁ ପ୍ରଭୁ ସେହି ଶୈତାନର ପ୍ରରୋଚନାରେ ଆମମାନେ ମଣିଷ ଜୀବନ ସମଗ୍ର ବିଶ୍ୱର ମଣିଷ ମାନବ ଜାତି ପ୍ରଭୁ ତୁମଠାରୁ ଦୂରେଇ ଯାଇଥିଲା। କିନ୍ତୁ ପ୍ରଭୁ ତୁମେ ଦୁଃଖିତ ହେଲ ପିତା ପରମେଶ୍ୱର, ଯେହେତୁ ପ୍ରଭୁ ଆମମାନେ ତୁମରି ଅଙ୍ଗୁଳିର ସୃଷ୍ଟି ଅଟୁ ପିତା ପରମେଶ୍ୱର। ପ୍ରଭୁ ତୁମରି ଯୋଜନା ଦ୍ୱାରା ଆମମାନଙ୍କୁ ପୁଣି ଥରେ ପ୍ରଭୁ ଆମମାନେ ଯେତେବେଳେ ପତିତ ହୋଇଯାଇଥିଲୁ, ତୁମେ ପ୍ରଭୁ ସମସ୍ତ ମାନବ ଜାତିର ଲାଗି ପ୍ରାୟଶ୍ଚିତର ଯୋଜନା କରିଥିଲ ଏବଂ ସ୍ୱୟଂ ତୁମରି ପୁତ୍ର ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ଏହି ଜଗତରେ ଜନ୍ମ ନେଇ ଦେଇଥିଲ ଏବଂ ତାଙ୍କର ରକ୍ତ ଦ୍ୱାରା ପ୍ରଭୁ ଆଜି ଆମମାନେ ଯେତେବେଳେ ଗୀତରେ ଗାଇଲୁ ପ୍ରଭୁ ଝୁଲିଲ ମୋ ପାଇଁ କ୍ରୁଶରେ, ହଁ ପ୍ରଭୁ ସେହି ବାଟଟି ସେହି ପଥଟି ତୁମରି ଯୋଜନାରେ ଅନ୍ତର୍ଭୁକ୍ତ ଥିଲା ପ୍ରଭୁ। କେବଳ ପ୍ରଭୁ ପାପର ଲେଶ ନଥିବା ରକ୍ତ ହିଁ ମଣିଷକୁ, ଏଇ ଯୋଉ ପାପୀର ମଣିଷକୁ ମୁକ୍ତି ଦେଇପାରେ, ଏହା ଥିଲା ତୁମରି ଯୋଜନାର ମୂଳ ଲକ୍ଷ୍ୟ ପ୍ରଭୁ। ଏବଂ ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସବୁ ପ୍ରଭୁ ଶାସ୍ତ୍ରରେ ଲେଖା ଅଛି ତାଙ୍କଠାରେ ପାପର ଲେଶ ନଥିଲା। ତେଣୁ ପ୍ରଭୁ ସିଏ ହିଁ ଏକମାତ୍ର ଅଧିକାର ବ୍ୟକ୍ତି ଥିଲେ ଯିଏକି ପ୍ରଭୁ ଏ ପାପୀ ମଣିଷକୁ, ଏଇ ଯୋଉ କ୍ଷର ମଣିଷକୁ ଅକ୍ଷର କରିବା ପାଇଁ ଅଧିକାର ପ୍ରାପ୍ତ ହୋଇଥିଲେ। ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କୁ ତ୍ୟାଗ କରିନଥିଲ ପ୍ରଭୁ, ଆମମାନେ ପାପୀ ହେବାରୁ ତୁମେ ଆମମାନଙ୍କୁ ଘୃଣା କରିନଥିଲ ପ୍ରଭୁ। ଯଦ୍ୟପି ପ୍ରଭୁ ତୁମେ ଆମମାନଙ୍କର ପାପ ବା ଆମମାନଙ୍କର ଆଜ୍ଞା ଲଙ୍ଘନକୁ ତୁମେ ଘୃଣା କରିଥିଲ, କିନ୍ତୁ ଆମମାନଙ୍କୁ ତୁମେ ପ୍ରେମ କରିଥିବାରୁ ପିତା ପରମେଶ୍ୱର ଆମମାନଙ୍କର ଜୀବନରୁ ପ୍ରଭୁ ଯାହା ତୁମକୁ ଘୃଣା ଲାଗିଥାଏ ପ୍ରଭୁ, ସେ ପାପକୁ ମାନବ ସମାଜ ଠାରୁ ଦୂରରେ ରଖିଥିଲ ପ୍ରଭୁ। ପାପକୁ ଆମମାନଙ୍କର ଜୀବନରୁ କାଢି ଦେଇ ପ୍ରଭୁ ତୁମରି ସନ୍ତାନ ହେବା ପାଇଁ ସମସ୍ତ ମାନବ ଜାତିକୁ ପ୍ରଭୁ ତୁମେ ଆଜି ଏହି ପ୍ରତିଜ୍ଞା ଦେଇଅଛ ଯେ ଯୋଉ ବ୍ୟକ୍ତି ଯୋଉ ମଣିଷ ପ୍ରଭୁ ଏହା ବିଶ୍ୱାସ କରିବ ଯେ ଯୀଶୁ ଖ୍ରୀଷ୍ଟ ହେଉଛି ଈଶ୍ୱରଙ୍କର ସନ୍ତାନ ଏବଂ ତାଙ୍କର କ୍ରୁଶୀୟ ମୃତ୍ୟୁ ଦ୍ୱାରା ମୁଁ ପରିତ୍ରାଣ ପାଇଅଛି ବା ମୁଁ ଶେଷ ପର୍ଯ୍ୟନ୍ତ ଯାହା ମୁଁ ଧୈର୍ଯ୍ୟରେ ଧରି ରଖିବି, ତେବେ ପ୍ରଭୁ ତୁମେ ଶ୍ରୀ ସ୍ୱର୍ଗରେ ଆମମାନଙ୍କୁ ମୁକୁଟ, ଅନନ୍ତ ଜୀବନର ଅଧିକାରର ମୁକୁଟ ଦେବ, ଏହା ତୁମେ ପ୍ରତିଜ୍ଞା କରିଅଛ ପିତା ପରମେଶ୍ୱର। ତେଣୁ ଆସୁ ପ୍ରଭୁ ଆମମାନେ ଏତେବେଳେ ପ୍ରଭୁ ସମସ୍ତେ ପ୍ରଭୁ ଆମମାନଙ୍କର ନିଜ ନିଜ ପଥରେ ଯାହା ଯାଇଅଛୁ ପିତା ପରମେଶ୍ୱର ମନ ଫେରାଉ ପିତା ପରମେଶ୍ୱର ଏବଂ ପ୍ରଭୁ ତୁମରି ଯେ ନିକଟତମ ରାଜ୍ୟରେ ପ୍ରଭୁ ତୁମେ ଆସିବ ପ୍ରଭୁ ଓ ମଧ୍ୟ ପ୍ରଭୁ ସ୍ୱର୍ଗରେ ତୁମେ ଆମମାନଙ୍କୁ ତୁମରି ସନ୍ତାନ ହେବା ପାଇଁ ଅଧିକାର ଦେଲ ଏବଂ ପ୍ରଭୁ ସନ୍ତାନର ଅଧିକାର ପିତାଙ୍କ ଗୃହରେ ରହିବା ଆବଶ୍ୟକ ପ୍ରଭୁ। ତେଣୁ ତୁମେ ଆମମାନଙ୍କୁ ପ୍ରଭୁ ସେଇ ତୁମରି ଗୃହ ବା ସ୍ୱର୍ଗ ରାଜ୍ୟକୁ ତୁମେ ଆମମାନଙ୍କୁ ମଧ୍ୟ ନେଇଯିବ, ଏହି ପ୍ରାର୍ଥନା କରୁଅଛି ପିତା ପରମେଶ୍ୱର। ଏଇଟା ଆଜି ଅନେକ ମନୁଷ୍ୟ ପାଇଁ ପ୍ରଭୁ ସଫଳ ହଉ ବୋଲି ମୁଁ ପ୍ରାର୍ଥନା କରୁଅଛି। ଏହି ଛୋଟ ନିବେଦନ ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗିଲି, ଆମେନ୍। ହଉ, ଆପଣମାନଙ୍କୁ ପୁଣି ଥରେ ଧନ୍ୟବାଦ କି ଆପଣମାନେ ଆମର ଏଇ ଏପିସୋଡ ଗୁଡାକୁ ଦେଖୁଛନ୍ତି। ବାରମ୍ବାର ମୁଁ ଅନୁରୋଧ କରୁଛି, କରିବି ମଧ୍ୟ, ଆପଣମାନେ ଦୟାକରି ଅନେକ ମାତ୍ରାରେ ନିଜ ନିଜର ବନ୍ଧୁମାନଙ୍କୁ ସେୟାର କରନ୍ତୁ, ନିଜ ନିଜର ବହୁମୂଲ୍ୟ ମତାମତ ଆପଣମାନେ ଦିଅନ୍ତୁ, ଯଦ୍ୱାରା କି ଆମମାନେ ଟିକେ ଉତ୍ସାହ ଆମମାନଙ୍କୁ ମିଳିବ। ଆଉ ଯେଉଁମାନେ ବି ମୋ ସହିତ ମିଶି ଏସବୁ କାର୍ଯ୍ୟ କରୁଛନ୍ତି ସମସ୍ତଙ୍କ ପାଇଁ ଆମମାନେ ପ୍ରାର୍ଥନା କରିବା। ଆପଣମାନେ ପ୍ରାର୍ଥନା କରନ୍ତୁ, ମୁଁ ଏକୁଟିଆ ନୁହେଁ। ଆଉ ଆପଣମାନଙ୍କୁ ଆଗରୁ କହିଛି, ଆଜି ମଧ୍ୟ କହିବା ପାଇଁ ଚାହୁଁଛି, ଏ ଯୋଉ ୟୁଟ୍ୟୁବରେ ପୋଷ୍ଟ କରିବା ବିଷୟ ମୋର ଏବଂ ଡକ୍ଟର ରଣବୀର ସୋରେନ ଯିଏ ଥିଲେ, ଡକ୍ଟର ମୁନା, ସେ ବର୍ତ୍ତମାନ ପ୍ରଭୁଙ୍କ କୋଳକୁ ଚାଲି ଯାଇଛନ୍ତି। ଆଉ ଦୁଇ ଜଣଙ୍କୁ ପ୍ରଭୁ ଜଣାଇଥିଲେ କି ଏଇଟାକୁ ଗୋଟେ ଆରମ୍ଭ କରିବା ପାଇଁ। ଆଉ ମୁଁ ତାଙ୍କ ପାଖରୁ ବାକ୍ୟ ଆଣୁଥିଲି, ଆପଣମାନେ ପ୍ରଥମ ଏପିସୋଡ ଗୁଡ଼ିକ ମଧ୍ୟ ଦେଖିଥିବେ। ସେ ମତେ ପ୍ରଭୁଙ୍କର ବାକ୍ୟ ସେଟା ଦଉଥିଲେ, ମୁଁ ତାକୁ ବାଇବଲ ରିଡିଂ ନଉଥିଲି, ତାପରେ ତାକୁ ବେଶ କରିକି ଗୀତ ପ୍ରସ୍ତୁତ କରୁଥିଲି। ଆଉ ବର୍ତ୍ତମାନ ତ ସେ ମୋ ପାଖରେ ଆଉ ନାହାନ୍ତି, ତେଣୁ ଭାଇମାନଙ୍କୁ ଅନୁରୋଧ ମୁଁ କରୁଛି ସେମାନେ କିଛି ବାକ୍ୟ ଦେବେ, ତାପରେ ବାକ୍ୟକୁ ରିଲେଟ କରିକି ଆମେ ଗୀତ ରଖୁଛୁ, ଆପଣମାନେ ଶୁଣନ୍ତୁ। ଆଉ ଆମମାନେ ପ୍ରତ୍ୟେକଙ୍କ ପାଖରେ କେମିତି ପହଞ୍ଚି ପାରିବା
आपण मानकर मध्य दायित्व रहुछि आपण माने जेते शेयर करिवे निज निजर नियर डियर भितरे प्रभु को वाक्य ए गीत माध्यम रे पुणी वाक्य माध्यम रे मध्य पहुंची पारिबो कारण आमने शेष समय आसी पहुंची जाइछु आ ए पृथ्वी खूब अल्प समय तेणु आपण माने प्रार्थना करंतु आमने जेंती समस्ते काईकिना प्रभु शीघ्र आसुचंती आम जमती प्रभु को कोल को जीवा सेति आपण माने मो पाई मध्य आमान सहित जो माने जड़ित अच्छा भाई भौणी माने समस्त आपण माने प्रार्थना करिवे एवं आउ थे अनुरोध करी आपण माने निज निजर सुचिंतित मतामत दियंतु यूट्यूब माध्यम आपणकर मतामत पाइले उपकृत हबो बोली मोर आशा आज पाई रहउछु पुणी परवर्ती अध्याय देखा हेबा प्रभु आपण मान समस्त को आशीर्वाद करंतु नमस्कार।